हेलो एवरीवन +3 सेकेंड सेमिस्टर संबलपुर यूनिवर्सिटी तुमर ऐसी इंग्लिश जेन अच्छे से इंग्लिश आज आम स्टार्ट करमा गोटे पोएम जेन पोएमटा है कि द पैशनेट सेपर्ट टू हिज लव से पोएम के आज आम आज क्लास रे बहुत भल भाव इजी भाव गीत के बहुत भल भाव बुझमा आउ सेमिस्टर एग्जाम रे सेनु जितकी भी क्वेश्चन बाहर क्वेश्चन आंसर ओरिएंट ये पूरा पढ़मा जेनटा कि तुमको सेमिस्टर एग्जाम रे काम दवा तो पिला माने क्लास के लास्ट जाए देख तो तुम पोएम कॉन्सेप्ट माने तार समारी सब इजिली बुझी पारो विथ क्वेश्चन आंसर विथ तुमको गाइड पीडीएफ इंग्लिश बुक सब प्रोवाइड करा जिबा सब किछि तो क्लास क्लास लास्ट तक देख तो पिले मैंने मुझे तुमको आगु गोटे कथा कहवा लगी चाहूँ तुमको इंग्लिश बुक तुम ऐसी इंग्लिश संबलपुर यूनिवर्सिटी बुक आउ गाइड पीडीएफ दुईटा अवेलेबल हो तो केन अवेलेबल हो मुझे लास्ट रे कहबी क्लास लास्ट रे इन रे तो तुम से डाउनलोड करके आराम से पढ़ी पार्ब तो आज आम देखा तो पैशनेट सपोर्ट टू हिज लव किए लिखी ना क्रिस्टोफर मार्लोवे तो पिले मैंने मोस्ट मोस्ट इंपोर्टेंट तुमको 1 मार्क रे क्वेश्चन आसबार बहुत चांस अच्छे तुम प्रिवियस ईयर क्वेश्चन भी एंता तुम किए राइटर थिला से तार क्वेश्चन भी आसी तो यहाँ मन रखी दियो जेना तुमको आथरे पढ़ी के नहीं पड़े सेंता द पैशनेट सपोर्ट टू हिज लव कवि किए ना क्रिस्टोफर मार्लोवे मन रहा द पैशनेट सपोर्ट टू हिज लव क्रिस्टोफर कवि किए ना क्रिस्टोफर मार्लोवे तो पूरा फुल एक्सप्लेनेशन करमा पिले मैंने पूरा एग्जाम ओरिएंटेड क्वेश्चन आंसर विथ कॉन्सेप्ट क्लियर ये गुटे क्लास रे तुम जितकी भी अच्छे तुम द पैशनेट सपोर्ट टू हिज लव सब क्लियर है तो आम कवि कवि काଣା कहछन काଣା कहबार के चाहूछन से सब डिटेल्स के आगु हमें जानमा तो पिले माने आज आमे गुटे खूब एक सुंदर प्रेम भित्तिक कविता एटा द पैशनेट सपोर्ट टू हिज लव विषय रे पढ़मा यार रचनाकार किए आइछन ना क्रिस्टोफर मार्लोवे मन रहला आमे गुटे आज सुंदर प्रेम भित्तिक कविताटे पढ़मा जहार ना है कि द पैशनेट सपोर्ट टू हिज लव विषय रे पढ़मा यार रचनाकार किए ना क्रिस्टोफर मार्लोवे ଏହି କବିତାରେ ପିଲାମାନେ ଗୋଟେ ଚାଷୀ ତାଙ୍କ ପ୍ରିୟାଙ୍କୁ କହୁଛନ୍ତି ବା ତାଙ୍କ ପ୍ରେମିକାକୁ କହୁଛନ୍ତି ପିଲାମାନେ ଟିକେ କାଣା ହେଇଥିଲା ତୁମେ ଷ୍ଟୋରିକେ ବୁଝ ତାପରେ ଆମେ ପଏମ୍କେ ଢୁକମା ଏଣ୍ଟ୍ରି କର୍ମା ତ ଫାଷ୍ଟ କାଣା ହେଇଥିଲା ସେଟା ଟିକେ ତୁମେ ବୁଝ ହେଲା ଏହି କବିତାରେ କାଣା ହେଇଥିଲା ନା ଗୋଟେ ଚାଷୀ ତାଙ୍କର ପ୍ରେମିକାକେ କହୁଛନ୍ ତୁ ତୁ ମୋ ସହ ରହ ଆମେ ପ୍ରକୃତିର ସମସ୍ତ ସୁନ୍ଦରତାକୁ ଉପଭୋଗ କରିବା ସେ ତାର ପ୍ରେମିକାକେ କାଣା କହୁଛନ୍ ତୁଇ ମୋର୍ ସାଙ୍ଗେ ରହ ସାଙ୍ଗେ ରହେମା ଆମେ ପ୍ରକୃତିର ସୌନ୍ଦର୍ଯ୍ୟକେ ଉପଭୋଗ କର୍ମା ସେ ପ୍ରକୃତିର ଶାନ୍ତ ଓ ସୁନ୍ଦର ଜୀବନ ଦେଖାଇ ତାଙ୍କୁ ଆକର୍ଷଣ କରୁଛନ୍ତି ମାନେ ସେ ତାଙ୍କର ପ୍ରେମିକାକେ ଆକର୍ଷଣ କରୁଛନ୍ କାଁ କହିକିରି ନା ସେ ପ୍ରକୃତିର ଶାନ୍ତ ସୁନ୍ଦର ଜୀବନ ଦେଖେଇକିନା ତାଙ୍କର ପ୍ରେମିକାକେ ଆକର୍ଷଣ କରୁଛନ୍ ଆଉ ସେ କହୁଛନ୍ ଆମେ ଗିରି ଉପତ୍ୟକା ଜଙ୍ଗଲ ଭିତରେ ଘୂରିବା ପକ୍ଷୀମାନଙ୍କର ସୁନ୍ଦର ସୁନ୍ଦର ଗୀତ ଶୁଣିବା ଫୁଲରେ ଶୋଇବା ଫୁଲର ଶଯ୍ୟା ତିଆରି କରିବି ମାନେ ଫୁଲ ସଜେଇକିରି ବେଡ଼୍ ସଜେଇକିରି ତିଆରି କରିବି ଫୁଲରେ ଶୋଇବା ସେସବୁ ଜିନିଷ୍ ମାନେ ତାଙ୍କର ପ୍ରେମିକାକେ ସେ କହୁଛନ୍ ସେ ତାଙ୍କ ପ୍ରେମିକାକେ ଅନେକ ଉପହାର ଦେବାକୁ ମଧ୍ୟ ସେ ପ୍ରତିଜ୍ଞା କରୁଛନ୍ କି ମୁଇଁ ତୋତେ ଫୁଲର ଟୋପି ଦେବି ମୃଦୁ ଉନର ପୋଷାକ ଦେବି ସୁନାର ଚପଲ ଦେବି ସୁନ୍ଦର ବେଲ୍ଟ ଦେବି ସେସବୁ ଜିନିଷ୍ ତାକେ ସେ କହୁଛନ୍ ଏହିସବୁ ଦ୍ୱାରା ସେ ତାଙ୍କର ପ୍ରେମକୁ ମନେଇବାକୁ ଚେଷ୍ଟା କରୁଛନ୍ ନାନା ସେ ତାଙ୍କର ଢଙ୍ଗରେ ସେସବୁ ମନାବାର୍ ଲାଗି ଚେଷ୍ଟା କରୁଛନ୍ କିଏ ନା ସେ ତାଙ୍କର ପ୍ରେମିକାକେ ଏହି କବିତାର ମୁଖ୍ୟ ଭାବନାଟା ହେଲା ପିଲାମାନେ କ୍ୟାର୍ପି ଡିମ୍ ଅର୍ଥାତ୍ ଏବେର ସମୟ ଉପଭୋଗ କର ଭବିଷ୍ୟତ ଭାବି ଚିନ୍ତା କରିବା ଦରକାର ନାହିଁ। ଏ କବିତାର ମେନ୍ ଲକ୍ଷ୍ୟଟା ପିଲାମାନେ କାଣା ନା ଏବେର ସମୟକେ ଉପଭୋଗ କର ମାନେ ଯେନ୍ ବର୍ତ୍ତମାନର ସିଚୁଏସନ୍ ଚାଲିଛି ସେ ଟାଇମ୍କେ ତୁମେ ଏନ୍ଜୟ କର ଭବିଷ୍ୟତକେ ଭାବିକିରି ଚିନ୍ତା କରବାର୍ ଦରକାର ନିନ ମାନେ ଫ୍ୟୁଚର୍କେ ଭାବିକିରି ଷ୍ଟ୍ରେସ୍ ଟେନସନ୍ ନେବାର୍ ଦରକାର ନିନ ବୋଲିକିରି କବିତାର ମୁଖ୍ୟ ଭାବନାଟା ଏଇଟା ଗୋଟେ ପିଲାମାନେ ପେଷ୍ଟ୍ରାଲ୍ ପୋଏମ୍ ଯେନେକି ଗ୍ରାମ୍ୟ ଜୀବନର ସରଳ ଓ ସୁନ୍ଦରତାକେ ଦେଖାଯାଇଛି କହିବାର୍କେ ଗଲେ ଦ ପ୍ୟାସନେଟ୍ ସପୋର୍ଟ ଟୁ ହିଜ୍ ଲଭ୍ କବିତାରେ ସେ ସେପଟ ତାଙ୍କ ପ୍ରିୟାଙ୍କ ତାଙ୍କର ପ୍ରେମିକାଙ୍କୁ ତାଙ୍କର ଗ୍ରାମ୍ୟ ଜୀବନର ସୁନ୍ଦରତା ଦେଖାଇ ସେଇଠାରେ ତାଙ୍କ ସହିତ ରହିବାକୁ ଆମନ୍ତ୍ରଣ କରୁଛନ୍ ମାନେ ପ୍ରକୃତିର ଆନନ୍ଦ ପକ୍ଷୀମାନଙ୍କର ସଙ୍ଗୀତ ଓ ସୁନ୍ଦର ଉପହାର ଦେବତାର ପ୍ରତିଜ୍ଞା କରିଛନ୍ତି ବୋଲି ସେ କବିତାର ମୁଖ୍ୟ ଭାବନା କାର୍ପି ଡେମ୍ ଯାହା ଏବେର ଆନନ୍ଦକୁ ଉପଭୋଗ କରିବାକୁ ସେ କହୁଛନ୍ ଇ ଜିନିଷ୍ ଅଛି କବିତାରେ ତ ଫାର୍ଷ୍ଟ ପାରାଗ୍ରାଫ ଯେନ୍ଟା ରହିଲା ତୁମର Come live with me and be my love. Come live with me and be my love. तब
ପିଲାମାନେ ମୁଇଁ ତୁମକୁ ଆଗ ବୁକ୍ ପିଡ଼ିଏଫ୍ଟା ଦେଖେଇ ଦେସି। ତ ଇତାର ପିଡ଼ିଏଫ୍ ବି ଏକ୍ସପ୍ଲେନେସନ୍ ପିଡ଼ିଏଫ୍ ବି ମୁଇଁ ତୁମକୁ ଆଭେଲେବୁଲ୍ କରିଦେବି। କ୍ଲାସ୍ ଲାଷ୍ଟରେ ତୁମେ ଡାଉନଲୋଡ଼୍ କରିକିରି ପଢ଼ିପାରବ। ଯେନ୍ଟାକି ଦେଖିପାରୁଥିବ ଏଇଟା ତୁମର ଏସି ଇଂଲିଶ ସମ୍ବଲପୁର ୟୁନିଭର୍ସିଟିର ଇଂଲିଶ ବୁକ୍। ସର୍ଟ ଷ୍ଟୋରି, ରାଇଟିଂ ସ୍କିଲ୍, ଡ୍ରାମା, ପୋଏଟ୍ରି ସବୁ ଅଛେ। ତ ପୋଏଟ୍ରି ଆମେ ଯେନ୍ କେନ୍ଟା ଡିସ୍କସନ୍ କରୁଛୁ ନା ଦ ପ୍ୟାସନେଟ୍ ସପୋର୍ଟ ଟୁ ହିଜ୍ ଲଭ୍ 155। ଯେନ୍ଟାକି ପହିଲି ପାରାଗ୍ରାଫରେ କହିଛେ comes live with me and be my love, comes live with me and be my love, and we will all the pleasure proofs that valley groves hills and fields, woods or steepy mountain yields। ବୁଝିଲା ପିଲାମାନେ କାଣା କହିଲା ନା in the opening stanza the shepherd directly invite his beloved to come and live with him. This is a bold and passionate proposal showing his strong desire and confidence. He promised that together they will experience all the pleasure that nature has to offer. The mentions of valley groups, hills and field plants a vivid picture of a peaceful countryside filled with beauty and sincerity। ଇନେ ଫାର୍ଷ୍ଟ ଷ୍ଟାଞ୍ଜାରେ କାଣା କହିଲା ନା ପିଲେମାନେ ପ୍ରଥମ ଅନୁଚ୍ଛେଦରେ ମାନେ ସେପଏଡ଼ କାଣା କହିଛନ୍ ତାଙ୍କର ପ୍ରିୟାକୁ ବା ତାଙ୍କର ପ୍ରେମକୁ ତାଙ୍କର ପ୍ରେମିକାକୁ ସିଧାସଳଖ ଭାବରେ ସେ ଆମନ୍ତ୍ରଣ କରୁଛନ୍। ବୁଝିଲା ପ୍ରଥମ ଅନୁଚ୍ଛେଦରେ ସେପଏଡ଼ ତାଙ୍କ ପ୍ରିୟାଙ୍କୁ ବା ତାଙ୍କ ପ୍ରେମିକାଙ୍କୁ ସିଧାସଳଖ ଭାବରେ ଆମନ୍ତ୍ରଣ କରୁଛନ୍ ଆଉ କହୁଛନ୍ କି ମୋ ସହିତ ଆସିକିରି ତୁଇ ରହ, ମୋ ପ୍ରେମ ହଉ, ମୋର ପ୍ରେମକେ ଏକ୍ସେପ୍ଟ କର। ଏହାରେ ତାଙ୍କର ଗଭୀର ପ୍ରେମ ସେ ଆତ୍ମବିଶ୍ୱାସକେ ସେ ପ୍ରକାଶ କରୁଛନ୍। ଆଉ ସେ କହୁଛନ୍ ଯେ ସେମାନେ ପ୍ରକୃତିର ସମସ୍ତ ସୁନ୍ଦରତାକେ ଉପଭୋଗ କରିବେ। ଭେଲି, ହିଲ୍ସ, ଫିଲ୍ଡସ୍ ଭଳି ଶବ୍ଦ ଦ୍ୱାରା ସେ ଗ୍ରାମ୍ୟ ଜୀବନର ଶାନ୍ତ ଓ ସୁନ୍ଦରକେ ସେ ବ୍ୟାଖ୍ୟା କରୁଛନ୍, ସୁନ୍ଦର ଚିତ୍ରକେ ସେ ଦେଖଉଛନ୍। ବୁଝିହେଲା। ତାପରେ ଇଲ୍ସର ଅର୍ଥ ହେଉଛି ପିଲାମାନେ ଏଇଟା ଇମ୍ପୋର୍ଟାଣ୍ଟ ୱାନ୍ ମାର୍କ ବି ପଳେଇ ଆସି। ଇଲ୍ସର ଅର୍ଥ ହେଉଛି ପ୍ରକୃତି ଯେ ଆନନ୍ଦ ଦେଇଥାଏ, ପ୍ରକୃତିକେ ଯିଏ ଆନନ୍ଦ ଦେଇଥାଏ ତାକେ ଇଲ୍ସର ଅର୍ଥ ହେଉଛି ପ୍ରକୃତି ଯେ ଆନନ୍ଦ ଦେଇଥିସି। ଏହି ଅନୁଚ୍ଛେଦର କାର୍ପେ ଡିମ୍ ଭାବରେ ଦେଖାଯାଏ, କାର୍ପେ ଡିମ୍ ଭାବରେ ଦେଖାଯାଏ। ଏହା ଏକ ଜୀବନକୁ ସେଇଭଳି ଭାବରେ ଜୀବନକୁ ଉପଭୋଗ କର ବୋଲିକିରି ପ୍ରଥମ ଅନୁଚ୍ଛେଦରେ କୁହାହେଇଛି। ବୁଝିଲା। କମ୍ସ ଲାଇଫ୍ ୱିଥ୍ ମି ଆଣ୍ଡ ମାଇ ଲଭ୍, ସେ କହୁଛନ୍ ମୋର ସାଙ୍ଗେ ଆସ ଆଉ ରହ ବୋଲିକିରି ତାଙ୍କର ପ୍ରେମିକାକେ କହୁଛ। ଆଣ୍ଡ ୱି ୱିଲ୍ ଅଲ୍ ଦ ପ୍ଲିଜର୍, ମାନେ ତାଙ୍କର ଲାଗି ସେ ସବୁ ଜାଗା ନେବେ ଯେନ୍ଟାକି ଭ୍ୟାଲି, ଗ୍ରୋ, ହିଲ୍ସ ଆଣ୍ଡ ଫିଲ୍ଡସ୍, ଉଡ୍ ଅର୍ ଷ୍ଟିପି ମାଉଣ୍ଟେନ୍ସ ହିଲ୍ ସବୁ ଜାଗାକେ ସେ ନେଇକିରି ତାଙ୍କର ପ୍ରେମକେ ସେ ମାନେ ତାଙ୍କର ପ୍ରେମିକାକେ ସେ ଜାଗା ସବୁ ଦେଖାବେ। ଫାର୍ଷ୍ଟ ପାରାଗ୍ରାଫରେ ସେଟା। ତାପରେ ଏନୁ ସେକେଣ୍ଡରେ ଦେଖ and we will sit upon rocks, seeing the shepherds feeds their flocks by shallow rivers to whose falls melodious brings melodious birds sings madrigals। ସେକେଣ୍ଡ ଷ୍ଟାଞ୍ଜାରେ କାଣା କହୁଛନ୍ ନା ଇନ୍ ଦ ସେକେଣ୍ଡ ଷ୍ଟାଞ୍ଜା ପିଲାମାନେ ଦ ସେପଏଡ୍ ଡେସ୍କ୍ରାଇବ୍ କରୁଛନ୍ ଏ କ୍ଲେମ୍ ଆଣ୍ଡ ପିକ୍ଚରିୟସ୍ ସିନ୍ସ କି ହି ଇମାଜିନ୍ କରୁଛନ୍ ସିଟିଂ ୱିଥ୍ ହିଜ୍ ବିଲଭ୍ ଅନ୍ ରକ୍ସ ହ୍ୱାଇଲ୍ ୱାଚିଂ ଅଦର ସେପର୍ଡସ୍ ट्रेडिंग their sheep। This image emphasizes relaxation and detachment from work. Then the setting shifts near shallow rivers where waterfalls create a shooting environment आसुचे। तारपरे द बार्ड सिंगिंग माने गीत गाउछन काय म्यूजिकल सॉन्ग ना मैडरिगल्स add a musical and artistic elements to nature। It so that even a nature participates in their love story। This stanza highlights harmony between humans and nature। It presents a life where time slow down, allowing lovers to enjoy every moment। This shepherds creates a dream-like world free from stress and responsibilities। ପିଲାମାନେ ମୁଇଁ ଏକ୍ସପ୍ଲେନେସନ୍ ସବୁ ତୁମକୁ ଦେଇଦେବି। ମୁଇଁ ପୁରା ପ୍ରପର୍ ଗୋଟେ ପି ଡି ଏଫ୍ କରିକି ରଖିଛେ ଯେନ୍ଟାକି ତୁମେ ପଢ଼ି ଦଉନକେ ସେ ଡକୁମେଣ୍ଟ ମାନେ ସେ ପିଡ଼ିଏଫ୍ଟା ଆରାମସେ ତୁମେ ବୁଝିପାରିଯିବ। ଇଂଲିଶ ଓଡ଼ିଆ ଆରାମସେ ତୁମେ ବୁଝିପାରିବ। ତୁମକୁ ସେମିଷ୍ଟାର ଏକ୍ଜାମ୍ରେ ପ୍ରୋବ୍ଲେମ୍ ନି ହୁଏ ତ ସେପର୍ଟ ଟୁ ହିଜ୍ ଲଭ୍ର କିଛି ନି ଜାଣିଲୁ ବୋଲିକିରି ୱାନ୍ ମାର୍କ ପୁରା ୱାନ୍ ପଏଣ୍ଟ ବାଇ ପଏଣ୍ଟ ସବୁ ଏକ୍ସପ୍ଲେନ୍ କରାହେଇଛି। ତ ସେକେଣ୍ଡ ଷ୍ଟାଞ୍ଜାରେ କାଣା ହେଲା ନା ଏଠାରେ ମାନେ କାଣା ସେ ସେପଏଟଟା ଏକ ଶାନ୍ତ ସୁନ୍ଦର ପରିବେଶକେ ସେ ଚିତ୍ରଣ କରିଛନ୍ ବା ଚିତ୍ରଣ ଦେଖଉଛନ୍। ଆଉ ସେ କହୁଛନ୍ କି ସେମାନେ ପଥର ଉପରେ ବସି ଅନ୍ୟ ସେପଟମାନଙ୍କୁ ଛେଲିମାନଙ୍କୁ ଚରେଇବା ଦେଖି। ସେପଟ ମାନେ କାଣା ପିଲେ ମାନେ ଏଖେନ୍ ତକ୍ ମୁଇଁ କହିବାର୍ ଭୁଲି ଯାଉଛେଁ। ସେପଟେ ମାନେ ସେ ଛେଲି ଚୋରାଲି ଗୋଟେ ଛେଲି ଚୋରାଲିଟେ
ସେ ଛେଲି ଚୋରାଲିଟା ଅନ୍ୟ ଛେଲି ଚୋରାଲିମାନଙ୍କୁ ଦେଖି ମାନେ ଛେଲି ଚରାଇବା ଦେଖୁଛନ୍ ମାନେ ସେ ଜାଗାରେ ସେ ପୋଏଟ୍ ଏକ ସୁନ୍ଦର ପରିବେଶକେ ସେ ଚିତ୍ରଣ କରୁଛନ୍ ଆଉ ସେ କହୁଛନ୍ ସେମାନେ ପଥର ଉପରେ ବସିକିରି ଅନ୍ୟ ସେ ଛେଲି ଚୋରାଲିମାନଙ୍କୁ ସେ ଛେଲି ଚରାବାରଟା ବା ସେ ମେଣ୍ଢା ଛେଲି କହିପାରମା ମେଣ୍ଢା ବି କହିପାରମା ସେ ଚଲାବାରଟା ସେନେ ଦେଖୁଛନ୍ ନଦୀ ପାଖରେ ପକ୍ଷୀମାନେ ମେରିଗାଲ୍ସ ମାନେ ଗାଉଛନ୍ ଗୀତ ଗାଉଛନ୍ ଏହା ପ୍ରକୃତିର ସଙ୍ଗୀତମୟ ରୂପକେ ସେମାନେ ଦେଖଉଛନ୍ ଏହି ଅନୁଚ୍ଛେଦରେ ପିଲାମାନେ ଶାନ୍ତି ସୁନ୍ଦରତା ଆଉ ପ୍ରେମର ମିଶ୍ରଣକେ ସେମାନେ ଇଏ କରୁଛନ୍ ବୁଝିଲା ଇ ଅନୁଚ୍ଛେଦରେ ସେକେଣ୍ଡ ଷ୍ଟାଞ୍ଜାରେ ସେମାନେ ସୁନ୍ଦରତା ଆଉ ପ୍ରେମର ମିଶ୍ରଣକେ ସେମାନେ ଦେଖଉଛନ୍ ତାପରେ ଥାର୍ଡ ଷ୍ଟାଞ୍ଜା ଏଣ୍ଡ ଆଇ ୱିଲ୍ ମେକ୍ ଦିସ୍ ବେଡ୍ସ ଅଫ୍ ରୋଜେସ୍ ଏଣ୍ଡ 1,000 fragrant poses a cape of flowers and kittles embroidered all with leaves of myrtle. In this stanza, the shepherd begins to offer gifts to his beloved. There are not ordinary gifts but made by entire from nature. Beds of roses, flowers, capes, and garments decorate with myrtle. ମାନେ ସେପଟେ ତାଙ୍କର ପ୍ରେମିକାକେ ଉପହାର ଦେବାକେ କହୁଛନ୍ ସେ ଫୁଲରେ ଶୋଇବା ପାଇଁ ବେଡ୍ ଫୁଲର ଟୋପି ଓ ଆଉ କିଛି ମାନେ ନୂଆ 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 ବେଲେ ଗାର୍ମେଣ୍ଟ ସେ ସବୁ କିଛି ଡେକୋରେଟ୍ସ ମେଟାଲ ଲିଭ୍ ସବୁ ଦେବି ବୋଲିକିରି ତାଙ୍କର ପ୍ରେମିକାକେ ସେ ଆକର୍ଷଣ କରବାର୍ ଲାଗି ସେ ସବୁ ଗିଫ୍ଟ ଦେବି ବୋଲିକିରି ସେ କହୁଛନ୍ ଦ ବେଡ୍ ରୋଜେସ୍ symbolize comforts beautiful and romance a thousand fragment of poesia suggests abundance and richness the use of natural materials show simplicity but also creativity ସେ ସବୁ ସେପଟେ ତାଙ୍କର ପ୍ରେମିକାକେ ଆକର୍ଷଣ କରବାର୍ ଲାଗି କହୁଛନ୍ ଏହା ପ୍ରେମର ସୁନ୍ଦର ଓ ରୋମାଣ୍ଟିକ ଭାବକୁ ସେ ଦେଖଉଛନ୍ କିନ୍ତୁ ଏହା କିଛି ଅସମ୍ଭବ ଓ କଳ୍ପନାମୟ ମଧ୍ୟ ଲାଗେ ତାପରେ ଆମେ ନେକ୍ସଟ ଷ୍ଟାଞ୍ଜା ଦେଖମା a gown made of the finest wool which form our pretty lamps we pull fair line slipper for the cold with buckle of the purest gold তার মিনিং ହେଲା ପିଲାମାନେ the shepherds continues his promise with more luxurious gifts he offers a gown made from the fine wool and slippers decorated with gold buckles ଏଠାରେ ସେପଟ କହୁଛନ୍ତି ତାଙ୍କ ପ୍ରିୟାଙ୍କୁ ବା ତାଙ୍କ ପ୍ରେମାକୁ ଉନର ପୋଷାକ ଓ ସୁନାର ଚପଲ ଦେବେ ତାରପରେ show a mix of simplicity and luxury বা gold it reflects the shepherds to attempt impress his beloved with the both comfort and richness however the use of gold in rural settings seems unrealistic reinforcing the idea that the shepherd's vision in more fantasy and reality ମାନେ ସେ ତାଙ୍କର ପ୍ରେମିକାକେ ସେ ସବୁ ଜିନିଷ ମାନେ ଦେବାର୍କେ ସେ ଚାହୁଁଛନ୍ ଯେନ୍ ଜାଗାରେ କି ପ୍ରିୟାଙ୍କୁ ତାଙ୍କର ପୋଷାକ ସୁନାର ଚପଲ ଦେବେ ମାନେ ସେ ଜାଗାରେ ସରଳତା ଓ ଆଡ଼ମ୍ବର ଦୁହିଁଟାକେ ଦେଖାଯାଉଛେ କିନ୍ତୁ ଏହା କିଛି କଳ୍ପନା ମଧ୍ୟ ହେଇଥାଇପାରେ ତାପରେ ଆମେ ନେକ୍ସଟ ଷ୍ଟାଞ୍ଜା ଦେଖମା a belt of straw and ivy boards with a coral clubs and amber stars and if these pleasures may this move come live with me and be my love ମାନେ ପିଲାମାନେ ଏଠାରେ ସେପଟେ ତାଙ୍କର ପ୍ରକୃତିର ବେଲ୍ଟ ଓ ମୂଲ୍ୟବାନ ଗହଣାକେ ସେ ବର୍ଣ୍ଣନା କରୁଛନ୍ ଆଉ ସେ ପୁନଃ ମାନେ ଆଉ ଥରେ ସେ ତାଙ୍କର ପ୍ରିୟାଙ୍କୁ ଆମନ୍ତ୍ରଣ କରୁଛନ୍ କି ତାଙ୍କର ପ୍ରିଜୁନେସକେ ସେ ବଢ଼ାବାର୍ ଲାଗି ହେଲା ତାପରେ ଲାଷ୍ଟ ଷ୍ଟାଞ୍ଜା ପିଲାମାନେ ଦ ସେପର୍ଡ ସ୍ୱାଇନ୍ସ ସାଲ୍ସ ଡ୍ୟାନ୍ସ ଆଣ୍ଡ ସିଂ for the delights each may morning if these delights the mind may move then live with me and be my love ମାନେ in this final stanza বা last stanza the shepherds promise କରୁଛନ୍ କି entertainment dancing and singing by other young men every morning in may symbolize youth joy and springtime love the shepherds present a joyful festive life filled with the celebrations ମାନେ ଶେଷ ଅନୁଚ୍ଛେଦରେ ସେପଟେ କହୁଛନ୍ତି ଯେ ପ୍ରତିଦିନ ସକାଳେ ନୃତ୍ୟ ସଙ୍ଗୀତ ହେବା ମେ ମାସ ଆନନ୍ଦ ଓ ପ୍ରେମର ପ୍ରତୀକ ମେ ମାସଟା ପ୍ରେମ ଆଉ ଆନନ୍ଦର ପ୍ରତୀକ ଶେଷରେ ସେ ତାଙ୍କ ପ୍ରିୟାଙ୍କୁ ଆସିବାକୁ ସେ କହୁଛନ୍ ମାନେ ପ୍ରେମରେ ଆସିବାକୁ ସେ ତାଙ୍କ ପ୍ରିୟାକେ କହୁଛନ୍ ତ କହିବାକେ ଗଲେ ପିଲାମାନେ ଏହି କବିତାରେ ଗୋଟେ ସୁନ୍ଦର କିନ୍ତୁ କଳ୍ପନାମୟ ପ୍ରେମ ଓ ଗ୍ରାମ୍ୟ ଜୀବନକେ ଦେଖେଇଛନ୍ ସେପଟେ ତାଙ୍କ ପ୍ରେମିକାଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ କିନ୍ତୁ ସେହି ଜୀବନ ପୁରାପୁରି ବାସ୍ତବିକ ନୁହେଁ ହେଲା ବୁଝିପାରିଲ ଷ୍ଟୋରିଟା ତ ପେସୋନେଟ୍ ଟୁ ହିଜ୍ ଲଭ୍ କାଣା ଥିଲା ଯେ ଇଜିଲି ମୁଇଁ ତ ଭାବୁଛେ ଇଜିଲି ତୁମେ କନସେପ୍ଟ ମାନେ ତୁମର କ୍ଲିଅର ହେଇଥିବା ମାନେ କହିବାର୍କେ ଗଲେ ଇ ପଏମ୍ରେ ମାନେ ଗୋଟେ ଛେରି ଚୋରାଲିଟେ ତାଙ୍କର ପ୍ରେମିକାକେ କହୁଛନ୍ କି କେନ୍ତା ସେ ତାକୁ କାଣା ଗିଫ୍ଟ ଦେବେ ତାକୁ ଆକର୍ଷଣ କରବାର୍ ଲାଗି କାଣା କେନ୍ତା ତାଙ୍କୁ ମାନେ ପାହାଡ଼ ପର୍ବତ ବୁଲାବେ
ଆକର୍ଷଣ କର୍ବାର୍ ଲାଗି କାଣା କାଣା ଜିନିଷ୍ ତାଙ୍କର୍ ଲାଗି ରଖିଛନ୍ ସେ ସବୁ ଜିନିଷ୍କେ ଗୁଟେ ପ୍ରେମର ଇଏ ଜିନିଷ୍କେ ସେ ଇ ଜାଗାରେ ବର୍ଣ୍ଣନା କରାହେଇଛେ। ତ ଇତାର୍ ପିଡିଏଫ୍ ତ କେନେ ମିଲିବା ତମ୍କୁ ନା ଇତାର୍ ବୁକ୍ ପିଡିଏଫ୍ ଗାଇଡ୍ ପିଡିଏଫ୍ ଆଉ ମୁଇଁ ଯେନ୍ ଡକ୍ୟୁମେଣ୍ଟ ତିଆରି କରିଛେ ଯେନ୍ଟାକି ତୁମେ ଏକ୍ସପ୍ଲେନେସନ୍ ଦେଖିପାର୍ବ ଇଜିଲି ପଢ଼ିପାର୍ବ ବୁଝିପାର୍ବ ହେତାର୍ ପିଡିଏଫ୍ ପିଲେମାନେ ସବୁ ତୁମକୁ ଆମର୍ ଟେଲିଗ୍ରାମ୍ ଚ୍ୟାନେଲ୍ରେ ମିଲିଯିବା। ଟେଲିଗ୍ରାମ୍ ଚ୍ୟାନେଲ୍ର ଲିଙ୍କ୍ ତୁମକୁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛେ ଆମର୍ ସେନେ ଦୁଇଟା ଲିଙ୍କ୍ ଥିବା ଗୁଟେ ଟେଲିଗ୍ରାମ୍ ଚ୍ୟାନେଲ୍ ଆଉ ଗୁଟେ ଟେଲିଗ୍ରାମ୍ ଗ୍ରୁପ୍। ଟେଲିଗ୍ରାମ୍ ଗ୍ରୁପ୍ରେ ଗ୍ରୁପ୍ ଡିସ୍କସନ୍ ଆଉ ଟେଲିଗ୍ରାମ୍ ଚ୍ୟାନେଲ୍ରେ ସବୁ ନୋଟ୍ସ ଷ୍ଟଡି ମେଟେରିଆଲ୍ ସବୁ ଆଭେଲେବୁଲ୍ କରାଯାଇଛେ ଆମର୍ ଟେଲିଗ୍ରାମ୍ ଚ୍ୟାନେଲ୍ରେ। ତ ଟେଲିଗ୍ରାମ୍ ଚ୍ୟାନେଲ୍ ଆଉ ଗ୍ରୁପ୍ ଡିସ୍କସନ୍ ଦୁଇଟା ଚ୍ୟାନେଲ୍ରେ ତୁମେ ଜଏନ୍ କର୍ବ ସେଠାରେ ତୁମକୁ ପିଡିଏଫ୍ ସବୁ ଆଭେଲେବୁଲ୍ ହେଇଯିବା। ତ କିଛିଟା ଆମେ ଦ ପ୍ୟାସନେଟ୍ ସେପର୍ଟ ଟୁ ହିଜ୍ ଲଭ୍ର କ୍ୱେଶ୍ଚିନ୍ ଆନ୍ସର୍ କର୍ମା ଯେନ୍ଟାକି ତୁମକୁ ସେମିଷ୍ଟାର୍ ଏକ୍ଜାମ୍ରେ ତୁମର୍ ବୁଷ୍ଟର୍ ଭାବରେ କାମ୍ ଦେବା। ତ ପିଲାମାନେ ଗାଇଡ୍ ପିଡିଏଫ୍ ବି ଅଛେ ଆମର୍ ପାଖରେ ଗାଇଡ୍ ପିଡିଏଫ୍ରେ ବି ତୁମେ ଲଙ୍ଗ୍ କ୍ୱେଶ୍ଚିନ୍ ସର୍ଟ କ୍ୱେଶ୍ଚିନ୍ 2 ମାର୍କର ଗାଇଡ୍ ପିଡିଏଫ୍ ସେ ଗାଇଡ୍ ପିଡିଏଫ୍ରେ ପିଲାମାନେ ତୁମର 2 ମାର୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ 5 ମାର୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଲଙ୍ଗ୍ କ୍ୱେଶ୍ଚିନ୍ର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତୁମର MCQର ମାନେ 1 ମାର୍କର ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଆଭେଲେବୁଲ୍ ଅଛେ ତୁମେ ଗାଇଡ୍ ପିଡିଏଫ୍ ବି ଡାଉନଲୋଡ୍ କରିକିରି ପଢ଼ିପାର୍ବ। ତ ଆମେ କିଛିଟା କ୍ୱେଶ୍ଚିନ୍ ଡିସ୍କସନ୍ କରୁ ଯେନ୍ଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛେ ଯେନ୍ଟାକି ତୁମକୁ ସେମିଷ୍ଟାର ଏକ୍ଜାମ୍ରେ ବୁଷ୍ଟର୍ ଭାବରେ କାମ୍ ଦେବା ବା ହେଲ୍ପଫୁଲ୍ ହେବା। ତ ପିଲାମାନେ ତୁମର ଫାର୍ଷ୍ଟ କ୍ୱେଶ୍ଚିନ୍ ଗୁଟେ ମନେ ରଖିଥ ମାନେ ତୁମ ଇ ଯେନ୍ କବିତାଟା ଅଛେ ଇ କବିତାର କବି କିଏ ଇଟା ଗୁଟେ ମନେ ରଖିଥ କିଏ ନା ଚେଷ୍ଟୋଫର୍ ମାର୍ଲୋ ଇଟା ମନେ ରଖିଥ। ତାପରେ ଆମେ କ୍ୱେଶ୍ଚିନ୍ ଦେଖବା ହୁ ଇଜ୍ ଦ ସ୍ପିକର୍ ଅଫ୍ ଦ ପୋଏମ୍ ଇ ପୋଏମ୍ର ସ୍ପିକର୍ଟା କିଏ ଇ ସ୍ପିକର୍ଟା କିଏ ଆଏ ନା ପିଲେମାନେ ସ୍ପିକର୍ଟା ହଉଛେ ଏହି କବିତାର ମାନେ ସ୍ପିକର୍ଟା ହେଲା ସେପେଡ୍ ଯିଏକି ତାଙ୍କର ପ୍ରିୟାକେ ନିଜ ସହିତ ରହିବାକୁ ମାନେ ମନଉଛନ୍ ମାନେ ଦ ସ୍ପିକର୍ ଇଜ୍ ଏ ପେସନେଟ୍ ସେପର୍ଡ ହୁ ଇଜ୍ ଟ୍ରାଇଂ ଟୁ ପ୍ରିସିଡ୍ୟୁସ୍ ହିଜ୍ ବିଲଭ୍ ଟୁ ଲିଭ୍ ୱିଥ୍ ହିମ୍ ତାଙ୍କର ସାଙ୍ଗେ ରହିବାର୍ ଲାଗି ସେ ତାଙ୍କୁ ଇଏ କରୁଛନ୍ ଆଉ ହ୍ୱାଟ୍ ଇଜ୍ ମିନ୍ ବାଇ କମ୍ ଲିଭ୍ ୱିଥ୍ ମି ଆଣ୍ଡ ବି ମାଇ ଲଭ୍ ମାନେ ତାର୍ ମାନେ କାଣା ନା ପିଲେମାନେ କମ୍ ଲିଭ୍ ୱିଥ୍ ମି ଆଣ୍ଡ ବି ମାଇ ଲଭ୍ ମାନେ କାଣା ନା ଏହା ସେପନ୍ଙ୍କର ଆମନ୍ତ୍ରଣ କି ତାଙ୍କର ପ୍ରିୟା ତାଙ୍କ ସହିତ ଆସି ପ୍ରେମ ଓ ସୁଖର ଜୀବନ ଯାପନ କରବାର୍ ଲାଗି କହୁଛନ୍ ତାର୍ ମତଲବ ସେଇଟା ଇଟ୍ ଇଜ୍ ଏନ୍ ଇନଭିଟେସନ୍ସ ବାଇ ଦ ସେପର୍ଟ ଟୁ ହିଜ୍ ବିଲଭ୍ ଟୁ କମ୍ ଆଣ୍ଡ ସେୟାର ଏ ଲାଇଫ୍ ଅଫ୍ ଲଭ୍ ଆଣ୍ଡ ହ୍ୟାପିନେସ୍ ୱିଥ୍ ହିମ୍ ତାଙ୍କର ସାଙ୍ଗେ ରହିବାର୍ ଲାଗି ହ୍ୱାଟ୍ ଡୋଜ୍ ଦ ୱାର୍ଡସ୍ ଇଲ୍ସ ମିନ୍ ଦ ପୋଏମ୍ ଇଲ୍ସର ମିନିଂ କାଣା ପିଲେମାନେ ତମକୁ କହିଥିଲି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଇଲ୍ସର ମିନିଂ କାଣା ଇଲ୍ସର ମିନିଂ ହେଉଛି ପିଲେମାନେ ଅଫର୍ସ ଅର୍ ପ୍ରୋଭାଇଡ୍ସ ଦ ପ୍ଲିଜର୍ ଅଫ୍ ନେଚର୍ ଯେନ୍ଟାକି ଇଲ୍ସର ଅର୍ଥ ହେଉଛି ଦେଇଥାଏ କିମ୍ବା ପ୍ରଦାନ କରେ ବୁଝିଲା। ହ୍ୱାଟ୍ ଟାଇପ୍ ଅଫ୍ ପୋଏମ୍ ଇନ୍ ଦିସ୍ ଇଟା କେନ୍ ଟାଇପ୍ର ପୋଏମ୍ ଆଏ ପିଲେମାନେ ଇଟା ଗୁଟେ ପେଷ୍ଟୋରାଲ୍ ପୋଏମ୍ ଆଏ ଯେନ୍ଟାକି ଡେସ୍କ୍ରାଇବ୍ କରାହେଉଛେ ରୁରାଲ୍ ଲାଇଫ୍ ଆଣ୍ଡ ନେଚର୍ର ଲଭ୍ ପ୍ରେମିକା ତାଙ୍କର ଇଏଟାକେ ସେ ତାଙ୍କର ଇଏ କରୁଛନ୍ ସେ ଗ୍ରାମ୍ୟ ଜୀବନ ସେଟାକେ ବର୍ଣ୍ଣନା କରାଯାଇଛି। ହ୍ୱାଟ୍ ଇଜ୍ ମେଡ୍ରିଗାଲ୍ ହ୍ୱାଟ୍ ଇଜ୍ ମେଡ୍ରିଗାଲ୍ ପିଲାମାନେ ହ୍ୱାଟ୍ ଇଜ୍ ମେଡ୍ରିଗାଲ୍ ମେଡ୍ରିଗାଲ୍ ହେଉଛି ଗୋଟିଏ ସଙ୍ଗୀତ ଯେନ୍ଟାକି ସେମାନେ ଗାଉଥିଲେ ଚଢ଼େଇମାନେ ମେଡ୍ରିଗାଲ୍ ହେଉଛି ଗୋଟିଏ ସଙ୍ଗୀତମୟ ଗୀତ ଯାହା ଅନେକ ଲୋକ ମିଶି ଗାଆନ୍ତି ହେଲା। ମେଡ୍ରିଗାଲ୍ କାଣା ବୁଝିପାରିଲ। ତାପରେ ହ୍ୱାଟ୍ ଇଜ୍ ମିନ୍ ବାଇ ବେଡ୍ସ ଅଫ୍ ରୋଜେସ୍ କହିଲେ କାଣା ଇଟ୍ ସିମ୍ବଲାଇଜ୍ କମ୍ଫର୍ଟସ୍ ବିୟୁଟି ଆଣ୍ଡ ରୋମାଣ୍ଟିକ୍ ଲଭ୍। ବେଡ୍ ରୋଜେସ୍ ହେଲେ ଅର୍ଥ ସୁଖ ସୁନ୍ଦରତା ପ୍ରେମର ପ୍ରତୀକ। ହ୍ୱାଟ୍ ଡୋଜ୍ ଦ ସେପର୍ଡସ୍ ପ୍ରମିସ୍ ଇଜ୍ ବିଲଭ୍ ମାନେ ତାଙ୍କର ପ୍ରେମିକାକେ କାଣା ସେ ପ୍ରମିସ୍ କରିଛନ୍ ହି ପ୍ରମିସ୍ କରିଛନ୍ ନ୍ୟାଚୁରାଲ୍ ପ୍ଲେଜର୍ ଗିଫ୍ଟସ୍ କ୍ଲୋଥେସ୍ ଆଣ୍ଡ ଜୟଫୁଲ୍ ଲାଇଫ୍ ଦେବାର୍ ଲାଗି। ହ୍ୱାଟ୍ ଡୋଜ୍ ମେ ସିମ୍ବଲାଇଜ୍ ଇନ୍ ଦିସ୍ ପୋଏମ୍ ମେ ସିମ୍ବଲାଇଜ୍ ୟୁଥ୍ ହ୍ୟାପିନେସ୍ ଆଣ୍ଡ ସ୍ପ୍ରିଙ୍ଗ ଟାଇମ୍ ଲଭ୍କେ ସେ ଇଏ କରୁଛନ୍ ମାନେ ମେ ମାସର ଯୁବକାଳ ଆନନ୍ଦ ପ୍ରେମର ପ୍ରତୀକକେ ସେ ଜାଗାରେ ସିମ୍ବଲାଇଜ୍ କରିଛନ୍ କବି। ଡେସ୍କ୍ରାଇବ୍ ଦ ଥିମ୍ ଅଫ୍ ଦ ପୋଏମ୍ ଯଦି ପଢ଼ଲା ତୁମେ ଲେଖିପାର୍ବ ଡେସ୍କ୍ରାଇବ୍ ଦ ଥିମ୍ ଅଫ୍ ଦ ପୋଏମ୍ ଡେସ୍କ୍ରାଇବ୍ ଦ ଥିମ୍ କାଣା ପିଲାମାନେ ଏଇଟା ତୁମେ ଯଦି ମନେ ରଖିଦେଉଛ ଯାହା କ୍ୱେଶ୍ଚିନ୍ ପଢ଼ଲେ ବି କିନ୍ଦିରେ ବୁଲେଇକିରି ପଢ଼ଲେ ବି ଯଦି ଥିମ୍ ମନେ ରଖିଦେଇଛ ତୁମେ ଆନ୍ସର୍ କରବାର୍ ଲାଗି ମାନେ ଆନ୍ସର୍ କରିପାର୍ବ ମାନେ ଥିମ୍ କାଣା ନା ଏହି କବିତାର ମୁଖ୍ୟ ଭାବନାଟା ହେଲା ପିଲାମାନେ ପ୍ରେମ ଓ ପ୍ରକୃତିର ସୁନ୍ଦରତା ମାନେ ସେପଏଟ୍ ତାଙ୍କ ପ୍ରେମିକାଙ୍କୁ ତାଙ୍କର ବୁଝଉଛନ୍ କହୁଛନ୍ ଗ୍ରାମ୍ୟ ଜୀବନରେ ସୁଖ ଉପଭୋଗ କରବାକେ ମାନେ ତାଙ୍କୁ ଆମନ୍ତ୍ରଣ କରୁଛନ୍ ଏହା ପିଲାମାନେ କାର୍ପି ଡାଇମ୍ ଭାବନାକୁ ଦେଖାଯାଇଛି ଏବେର ଆନନ୍ଦକୁ ଉପଭୋଗ କର କିନ୍ତୁ ତାଙ୍କ ପ୍ରତିଜ୍ଞା ଗୁଡ଼ିକୁ ଅଧିକ କଳ୍ପନାମୟ ଥିଲା। ନେକ୍ସଟ ହେଲା ଡିସ୍କସ୍ ଦ ପେଷ୍ଟୋରାଲ୍ ଏଲିମେଣ୍ଟ ଇନ୍ ଦ ପୋଏମ୍ ମାନେ ଏହି କବିତାରେ ପେଷ୍ଟୋରାଲ୍ ଉପାଦାନ ଦେଖାଯାଏ ଯେନ୍ଟାକି ଉପତ୍ୟକା ପାହାଡ଼ ନଦୀ ଇତ୍ୟାଦି ମାନେ ସେପଏଟ୍ ମାନେ ସେ ଛେଳି ଚରାଳିଟା ମାନେ ତାଙ୍କର ପ୍ରେମିକାକେ ଶାନ୍ତ ଓ ସରଳ ଗ୍ରାମ୍ୟ ଜୀବନର ଚିତ୍ର ଦେଖାଉଛନ୍ ପକ୍ଷୀମାନେ ଗୀତ ଗାଉଛନ୍ ଲୋକମାନେ ଶାନ୍ତିରେ ବଞ୍ଚୁଛନ୍ କିନ୍ତୁ ବାସ୍ତବ ଜୀବନର କଷ୍ଟ ଦେଖାଯାଇ ନାହିଁ ଏହି କବିତାରେ ହେଲା। ତାପରେ ନେକ୍ସଟ ହାଉ ଡଜ୍ ଦ ସେପଏଟ୍ ଟ୍ରାଏ ଟୁ ପ୍ରିସିଡ୍ୟୁସ୍ ହିଜ୍ ବିଲଭ୍ ମାନେ ତାଙ୍କର ପ୍ରେମିକାକେ କେନ୍ତା କରି ସେ ଇଏ କରୁଛନ୍ ନା ସେପଟେ ତାଙ୍କର ପ୍ରକୃତିର ସୁନ୍ଦରତା ଉପହାର ଓ ସୁଖମୟ ଜୀବନକେ ଦେଖେଇକରି ତାଙ୍କର ପ୍ରିୟାକୁ ମନଉଛନ୍ ମୋ ଠାଙ୍କେ ଆସ କହିକିରି ସେ ପୁଣି ଆମନ୍ତ୍ରଣ କରି ତାଙ୍କ ପ୍ରେମକେ ସେ ପ୍ରକାଶ କରୁଛନ୍।
ତାଙ୍କର ଲକ୍ସରୀ ଗିଫ୍ଟସ୍, କମ୍ଫର୍ଟ ସେ ସବୁ ଜିନିଷ ଦେଖଉଛ ନା। ଇ ପିଡିଏଫ୍ ବି ତୁମକୁ ଏଭେଲେବୁଲ୍ ହେଇଯିବା ପିଲାମାନେ ଟେଲିଗ୍ରାମ ଚ୍ୟାନେଲରେ। ଡିସ୍କସ୍ ଦ ୟୁଜ୍ ଅଫ୍ ଇମାଜିନାରୀ ଇନ୍ ଦ ପୋଏମ୍। ବେଲେ ପିଲାମାନେ କାଣା କବିତାରେ ଭିଭିଡ୍ ଇମେଜାରୀ ବ୍ୟବହାର ହେଉଛି ଯେନ୍ଟାକି ପ୍ରକୃତିର ଦୃଶ୍ୟ, ପକ୍ଷୀମାନଙ୍କର ଗୀତ ଓ ଫୁଲର ସୁଗନ୍ଧ ଏହା ପାଠକଙ୍କୁ ଆକର୍ଷଣ କରୁଛି। ସେନ୍ତା ପିଲାମାନେ ଏଇଟା ତୁମେ ଡିସ୍କସନ୍ କରିନେବ ଯେହେତୁ କ୍ଲାସ୍ଟା ଲମ୍ବା ହେଇଗଲାନ। ତ ଏଇଟା ପିଡିଏଫ୍ ସବୁ ତୁମକୁ ତ ଆଭେଲେବୁଲ୍ ହେଇଯିବ ଟେଲିଗ୍ରାମ ଚ୍ୟାନେଲରେ। ତ ଯେନ୍ମାନେ ବି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ନୁହେଁ ହୁଅ, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇକିରି ସବୁ ପିଡିଏଫ୍ ଡାଉନଲୋଡ୍ କରିକିରି ପଢ଼ାପଢ଼ି ଷ୍ଟାର୍ଟ କରିଦିଅ, ତୁମର ଏକ୍ଜାମ୍ରେ ଯେନ୍ତା ବହୁତ ଭଲ ସ୍କୋର କରିପାରବ। ଆଉ ଯେନ୍ମାନେ ବି ଆମର ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ ନାଇଁ କର, ଆମର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦିଅ, ତୁମର ସାଙ୍ଗମାନଙ୍କର ସାଙ୍ଗେ ସେୟାର କରିଦିଅ କି ଏଇସି ଇଂଲିଶ ସମ୍ବଲପୁର ୟୁନିଭର୍ସିଟିର ଦ ପ୍ୟାସନେଟ୍ ଟୁ ହିଜ୍ ଲଭ୍ର ଏକ୍ସପ୍ଲେନେସନ୍ସ ୱିଥ୍ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ ସରିଯାଇଛେ ବୋଲିକିରି ତୁମର ସାଙ୍ଗମାନଙ୍କର ସାଙ୍ଗେ ସେୟାର କରିଦିଅ, ସେମାନେ ବି ଦେଖିପାରବେ, ବୁଝିପାରବେ, ଗାଇଡ଼ ପିଡିଏଫ୍ ବୁକ୍ ପିଡିଏଫ୍ ଡାଉନଲୋଡ୍ କରିକିରି ପଢ଼ିପାରବେ, ଯେନ୍ଟାକି ତାଙ୍କୁ ବି ସେମିଷ୍ଟାର ଏକ୍ଜାମ୍ରେ ବହୁତ ହେଲ୍ପଫୁଲ୍ ହେବା। ତ ନେକ୍ସଟ କ୍ଲାସ୍ରେ ଆମେ ଡିସ୍କସନ୍ କର୍ମା ନେକ୍ସଟ ପୋଏମ୍ କି ଷ୍ଟୋରୀ। ତୁମେ କମେଣ୍ଟ ସେକ୍ସନ୍ରେ କମେଣ୍ଟ କର କେନ୍ଟା ଡିସ୍କସନ୍ କର୍ମା, ପୋଏମ୍ ଡିସ୍କସନ୍ କର୍ମା କି ଷ୍ଟୋରୀ ଡିସ୍କସନ୍ କର୍ମା କି ଗ୍ରାମାର ଡିସ୍କସନ୍ କର୍ମା, ତୁମେ କମେଣ୍ଟ ସେକ୍ସନ୍ରେ କମେଣ୍ଟ କର।